আমি କରିଛି। ଆଜି ଆମେ ପଢିବା ଅଣୁଜୀବ ଉପକାରୀ ଓ ଅପକାରୀ। ଆମେ ମାନେ ଆମ ଦୈନନ୍ଦିନ ଜୀବନରେ କ'ଣ ବହୁତ ସାରା ଜିନିଷ ୟୁଜ କରୁଛୁ ନୁହେଁ କି? ଯେମିତି ବହି ଖାତା ଆମେ ହାତ ନ ଧୋଇକି କ'ଣ ବହି ଓଲଟି ଦଉଛେ ତାହେଲେ ହାତ ଦିଅ ମାରି ଦଉଛେ। ତ ତା ଭିତରେ ଆମେ ଦେଖିଲେ ହାତରେ ବହୁତ ସାରା ଅଣୁଜୀବ ଅଛନ୍ତି ଯାହାକି ଆମେ ଖାଲି ଆଖିକି ଦେଖାଯାଆନ୍ତି ନାହିଁ। କେବଳ କୋଉଠି ଦେଖାଯାଆନ୍ତି ନା ଅଣୁବୀକ୍ଷଣ ଯନ୍ତ୍ରରେ। କାରଣ ଖାଲି ଆଖିକୁ ନେକେଡ ଆଇ ଖାଲି ଆଖିକୁ ଦେଖାଯିବନି। ତମ ହାତ ସଫା ଅଛି ଦେ ସାର ପାଣି ଖାଇଦେବି ନା, ସବୁବେଳେ ଖାଇବ ଖାଇଲା ବେଳେ ହାତ ଭଲସେ ଧୋଇବ, ସାବୁନରେ ହାତ ଧୋଇବ, ଖାଇବ ନୁହେଁ କାହିଁକି? ଛୋଟ ଛୋଟ ଏତେ ଛୋଟ ଛୋଟ ଅଣୁଜୀବ ଅଛନ୍ତି ଆମ ଆଖପାଖରେ। କିଛି ଅଣୁଜୀବ ଉପକାରୀ ଅଛନ୍ତି, କିଛି ଅପକାରୀ। ସମସ୍ତଙ୍କୁ ଆମେ ଅପକାରୀ କହିବା ନାହିଁ, ଉପକାରୀ ମଧ୍ୟ କିଛି ଅଛନ୍ତି। ତ ଆମେ ବିଭିନ୍ନ ପ୍ରକାର ପ୍ରାଣୀ ଯଥା ମଣିଷ, ବେଙ୍ଗ, ସାପ, ପକ୍ଷୀ, ପୋକ, ମାଛି ଇତ୍ୟାଦି ଏବଂ ଉଦ୍ଭିଦ ତଥା ଘାସ, ବାଉଁଶ, ନଡ଼ିଆ ଆମ ଇତ୍ୟାଦି କ'ଣ ଦେଖିବାକୁ ପାଇଥାଉ। କିନ୍ତୁ ଏହା ବ୍ୟତୀତ ଅନେକ ଜୀବ ଅଛନ୍ତି ଯୋଉଗୁଡ଼ିକ କ'ଣ ଆମ ଖାଲି ଆଖିକି ଦେଖାଯାଆନ୍ତି ନାହିଁ ଏବଂ ଏମାନଙ୍କୁ ଆମେ ଅଣୁଜୀବ କିମ୍ବା ଜୀବାଣୁ ବୋଲି ମଧ୍ୟ କହିଥାଉ। ବନ୍ଧୁ धीरे धीरे चिंता करिकी कहू भारत तो बात रद कर जगन रिया एशिया ऑस्ट्रेलिया अफ्रीका अंटार्कटिका भारत एशिया यूरोप ऑस्ट्रेलिया अंटार्कटिका उत्तर अमेरिका दक्षिण अमेरिका